बहन। ओम शांति बहन, शुक्रिया बहन, ओम शुक्रिया। शांति बहन, शुक्रिया पूरी, शुक्रिया बाबा, शुक्रिया सभी भाई बहनों को। ओम शांति। जी काली आमे समान नेथिले अभ्यास करिया पाई कहिबे हमें कोन नेथिले काली। ओम शांति भौणी, मैं अहिंसक स्वरूप आत्मा हूँ। मैं संपूर्ण अहिंसक आत्मा हूँ। जी बहुत बहुत शुक्रिया। जी अच्छा आउ कोन काली हमें जानिथिले जे ता पूर्व क्लास रे भी हमें कोन जानिथिले जे जीवन को कमल पुष्प तुल्य बनावा पय हमें कोन करिवा किभଳି भाବରେ करि परिवा कोन जानिथिले। जी कहिबे। ओम शांति। जी जीवन को हमें कमल पुष्प तुल्य बनै परिवा किभଳି କହିବା ଯାହା ବି ଆମର ମନେ ଅଛି ଆମେ କହିପାରିବା। जी ओम शांति भौणी, कर्मयोगी होई घर गृहस्थ रही मध्य भगवान को याद करिवा। जी याद रे ही कर्म कले ही हमें कमल पुष्प तुल्य बनी परिवा विकार मुक्त हे परिवा। जी बहुत बहुत शुक्रिया। बाकी भाई भौणी मैंने भी कहि परिवे निहत भावरे। जी अजय भाई ଆଉ କଣ ସବୁ ଅଲୱେଲ ଆକାଉଣ୍ଟ ରେ ଭାଇନା ଭଉଣୀ ଓମ ଶାନ୍ତି ରୋଜାଲିନ ଭଉଣୀଙ୍କ ଆକାଉଣ୍ଟ ରେ जी ତମର ନୂଆ ଭାଇ ଭଉଣୀ ମାନେ ଯେତେ ସବୁ ଅଛନ୍ତି ଆପଣ ମାନେ ଆନ୍ସର ଦେଇପାରିବେ ଯାହା ବି ଆପଣ ମାନଙ୍କୁ ମନେ ଅଛି ଆପଣଙ୍କର ଯାହା ବୁଝିଛନ୍ତି କହିପାରିବେ। ଭୁଲ ଠିକ ରେ ଟିକେ କଥା ନାହିଁ ତ ଆମେ ଫାଷ୍ଟ ଶିଖୁଛେ। ହଁ ତ ଶିଖିଲେ ତ କଣ ହୁଏ ଯୋଉଠି ଆମେ କିଛି ଜିନିଷ ଗୋଟେ ଟ୍ରାଏ କରୁ ତ ନିହାତି ଭୁଲ ହୁଏ ତାପରେ ଠିକ ହେଇଥାଏ ତେଣୁ କରି କୌଣସି ଅସୁବିଧା ନାହିଁ ତେଣୁ ଭୁଲ ହଉ ବା ଠିକ ହଉ ଆମେ ଆନ୍ସର ଦବା। ଜି ଆଚ୍ଛା କାଲି ଆମେ ଶ୍ରୀକୃଷ୍ଣଙ୍କ ବିଷୟରେ ଜାଣିଥିଲେ ତାଙ୍କର କ୍ୱାଲିଟି କଣ କଣ ଜାଣିଥିଲେ କହିବା। ଜି ତାଙ୍କର କ୍ୱାଲିଟି କଣ ଆମେ ଜାଣିଲେ ଶ୍ରୀକୃଷ୍ଣଙ୍କର କ୍ୱାଲିଟି କଣ ଜାଣିଲେ କୁହନ୍ତୁ। ଜି ମନେ ରଖିଛନ୍ତି କହିବେ। सर्वगुण संपूर्ण षोड़ कला निर्विकारी, षोड़ कला निर्विकारी। जी जी शुक्रिया भौणी। बाकी କହିବେ बाकी भाई भौणी ମାନେ ବି କୁହନ୍ତୁ। जी କାଲି ଆମେ ଜାଣିଲେ ନା ଶ୍ରୀକୃଷ୍ଣ କେବେ ଆସୁଛନ୍ତି କୁହନ୍ତୁ ବାକି ଭାଇ ଭଉଣୀ ମାନେ। ଭଉଣୀ ଆମର ସୁନ୍ଦର ଆନ୍ସର ଦଉଛନ୍ତି ଆପଣ ମାନେ ବି କହିପାରିବେ। ଅଜୟ ଭାଇ ଓମ ଶାନ୍ତି କହିବେ। ଜି କୁହନ୍ତୁ କୁହନ୍ତୁ ଭଉଣୀ। ଜି ଆଜ୍ଞା जी तो କାଲି ଆମେ ଶ୍ରୀକୃଷ୍ଣଙ୍କ ବିଷୟରେ ଜାଣିଲେ ଯେ ସମ୍ପୂର୍ଣ୍ଣ ଅହିଂସକ ସତ୍ୟ ଯୁଗର ପ୍ରଥମ ମହାନ ରାଜକୁମାର ଡବଲ ତାସାରୀ ଷୋଳକଳା ସମ୍ପୂର୍ଣ୍ଣ ମର୍ଯ୍ୟାଦା ପୁରୁଷୋତ୍ତମ ସମ୍ପୂର୍ଣ୍ଣ ନିର୍ବିକାରୀ ଆଉ ସେ ଆସୁଛନ୍ତି କେବେ ନା ସତ୍ୟ ଯୁଗ। ଆଉ କଣ ଆମେ ଜାଣିଲେ ନା ଶାସ୍ତ୍ର ମଧ୍ୟରେ ସର୍ବଶ୍ରେଷ୍ଠ ସର୍ବଶାସ୍ତ୍ର ଶିରୋମଣି ଶ୍ରୀମଦ୍ ଭଗବତ ଗୀତାର ଜ୍ଞାନଦାତା କିଏ କଣ ଜାଣିଥିଲେ କୁହନ୍ତୁ। जी କହିବା କଣ ଜାଣିଲେ भगवत परमात्मा। गीता। आज्ञा जी बहुत बहुत शुक्रिया। अच्छा ଆଉ କଣ ଜାଣିଲେ अच्छा आज्ञा ଗୀତାର ଜ୍ଞାନ ଆମେ କଣ କୋଉ ଯୁଗରେ ଆସିକି ପିତା ଦଉଛନ୍ତି
ଦ୍ୱାପରରେ ପାଇଥିଲେ ନା ସଙ୍ଗମରେ ପାଉଛେ ବର୍ତ୍ତମାନ? संगम जुगरे କହିବା ଆମେ ବାକି ଭାଇ ଭଉଣୀ ବି ଆମେ ଆନ୍ସର ଦବା ନିହାତି ଭାବରେ। ଜି ତ ଆମେ ଜାଣିଲେ କଣ ନା ଗୀତାର ଜ୍ଞାନଦାତା ହେଉଛନ୍ତି ସ୍ୱୟଂ ପରମାତ୍ମା, ଯିଏକି କଣ କରୁଛନ୍ତି ସଙ୍ଗମରେ ଆସିକି ଦଉଛନ୍ତି, ଦ୍ୱାପରରେ ନୁହେଁ। ତେଣୁ କଣ ଆମେ ଶ୍ରୀକୃଷ୍ଣ ବୋଲି କହିଦେଇଥିଲେ, କିନ୍ତୁ ପିତାଙ୍କ ବଦଳରେ ପୁତ୍ରଙ୍କ ସ୍ଥାନ ଦେଇଦେଇଥିଲେ। କିନ୍ତୁ ବାସ୍ତବରେ ପିତା ହିଁ ରଚୟିତା, ସ୍ୱୟଂ ପରମାତ୍ମା ହିଁ ହଉଛନ୍ତି ସର୍ବଶାସ୍ତ୍ର ଶିରୋମଣି ଶ୍ରୀମଦ୍ ଭଗବତ ଗୀତାର ଜ୍ଞାନଦାତା। ତ ତେଣୁ କରି ଆମେ ଜାଣିଲେ କଣ କେବେ ଦିଆଯାଉଛି ନା ସଙ୍ଗମରେ ଦିଆଯାଉଛି। ପିତା ଅବତରଣ କରି ଆମକୁ କଣ କରୁଛନ୍ତି, ସଚ୍ଚା ଗୀତା ଜ୍ଞାନ ଦଉଛନ୍ତି। ସେଥିପାଇଁ ସଙ୍ଗମକୁ ଆଉ କଣ କୁହାଯାଏ, ଗୀତାର ଯୁଗ ବୋଲି ବି କୁହାଯାଏ। ଆଉ କଣ ଗୀତା ମାତା ବି କହୁଛେ, କାହିଁକି ନା ଏଇ ଗୀତା ଜ୍ଞାନ ଦ୍ଵାରା ହିଁ କଣ ସାଧାରଣ ମନୁଷ୍ୟର ଆମେ କଣ ବନୁଛେ, ଦେବୀ ଦେବତା ବନୁଛେ। ଶ୍ରୀକୃଷ୍ଣ ସାଧାରଣ ମନୁଷ୍ୟରୁ କଣ ବନିଗଲେ, ଶ୍ରୀକୃଷ୍ଣ ବନିଗଲେ, ସମ୍ପୂର୍ଣ୍ଣ କଳା ବିଶିଷ୍ଟ ବନିଗଲେ, ପୂଜ୍ୟ ବନିଗଲେ। କେମିତି, ଏଇ ଗୀତାର ଜ୍ଞାନକୁ ଆଧାର କରିକି। ତେଣୁ କରି ଗୀତାକୁ ମାତା ବି କୁହାଯାଏ। ଜି ତାପରେ ଆଉ କଣ ଜାଣିଥିଲେ ଆମେ, ଯେ ଗୀତାରେ ବର୍ଣ୍ଣିତ ହିଂସକ ଯୁଦ୍ଧ ନା ଅହିଂସକ ଯୁଦ୍ଧ କଣ, ମହାଭାରତ। ଯୋଉ ମହାଭାରତ ଲଢେଇ ହେଇଛି, ଗୀତା ଜ୍ଞାନରେ ଗୀତାରେ ବର୍ଣ୍ଣିତ ହେଇଛି ମହାଭାରତ ଯୁଦ୍ଧ ବିଷୟରେ। ତ ତେଣୁକରି ସେଇଟା ହିଂସକ ନା ଅହିଂସକ। ତ ଆମେ କଣ ଜାଣିଥିଲେ କାଲି, ଯେ କଣ କାହା କାହା ମଧ୍ୟରେ ହଉଛି, ପାଣ୍ଡବ କିଏ ଜାଣିଥିଲେ, କୌରବ କିଏ ଜାଣିଥିଲେ, ଯାଦବ କିଏ ଜାଣିଥିଲେ। ଆଚ୍ଛା, ପାଣ୍ଡବ କୋଉମାନେ ଆମେ ଜାଣିଥିଲେ କହିବା? ପାଣ୍ଡବ ଆମେ ଆତ୍ମା ମାନେ। ଜି କୋଉ ଆତ୍ମା ମାନେ କହିବା ଆମେ? ଦୁନିଆରେ ତ ଆମେ କଣ ବହୁତ ସାରା ଆତ୍ମା ଅଛି। ଜି ତ କୋଉ ଆତ୍ମା ମାନଙ୍କୁ ଆମେ ପର୍ଟିକୁଲାର ପାଣ୍ଡବ କହିବା? ଜି କହିବେ। ଯେମିତି କି ଆମେ କଣ ଜାଣିଲେ, ଯେ ଯୋଉ ଆତ୍ମା ମାନେ ବିକେ ଭାଇ ଜି ଭଉଣୀ ଜି ମାନେ କୁହନ୍ତୁ। ପାଣ୍ଡବ। ଜି ବାବାଙ୍କ ଜି ବଚ୍ଚା ଯେଉଁମାନେ ସେଇମାନେ ହିଁ ପାଣ୍ଡବ, ସେଇ ଆତ୍ମା ମାନେ ପାଣ୍ଡବ। ଜି ବହୁତ ବହୁତ ଶୁକ୍ରିୟା। ଆଜ୍ଞା, ତ ତେଣୁ କରି ଆମେ କଣ ଜାଣିଲେ ନା ପାଣ୍ଡବ ସେନା କୋଉମାନେ ନା ଶିବ ଶକ୍ତି ପାଣ୍ଡବ ସେନା କୋଉମାନେ, ଯୋଉମାନେ ପରମାତ୍ମାଙ୍କର ସାଧାରଣ ତନରେ ଅବତରଣକୁ କଣ କରୁଛନ୍ତି, ଜାଣୁଛନ୍ତି। ପରମାତ୍ମାଙ୍କର ପରିଚୟରେ କଣ ନିଶ୍ଚୟ ବୁଦ୍ଧି ବନୁଛନ୍ତି, ଆଉ ତାଙ୍କ ମତରେ ଚାଲୁଛନ୍ତି, ଶ୍ରୀମତକୁ ଫଲୋ କରୁଛନ୍ତି, ଆଉ ତାର ରିୱାର୍ଡ ବି ପାଉଛନ୍ତି। କଣ ଦେବୀ ଦେବତା ବନୁଛନ୍ତି ନିହାତି ଭାବରେ। କୌରବ କୋଉମାନେ ନା ଯୋଉମାନେ ଅଧର୍ମତାକୁ ଛାଡୁନାହାନ୍ତି, ପାଞ୍ଚ ବିକାରକୁ ଛାଡୁନାହାନ୍ତି। ଆଉ କଣ ଆମ ରାସ୍ତାରେ ବି କଣ କରୁଛନ୍ତି, ପ୍ରୋବ୍ଲେମ କ୍ରିଏଟ କରୁଛନ୍ତି ନା ନିହାତି ଭାବରେ। ଆଉ ଯାଦବ କୋଉମାନେ ଜାଣିଲେ ଆମେ, ଆମେରିକାନ ଆଉ ବିଦେଶୀ ମାନେ। ଜି 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 ବିଦେଶୀ, ଆମେରିକାନ ଆଉ ୟୁରୋପିଆନ କଣ୍ଟ୍ରିଜ, ଯାହାର ସାଇନ୍ସର ଘମଣ୍ଡ ବହୁତ। ଜି ଆଚ୍ଛା, ତ ଆଉ କଣ ଜାଣିଥିଲେ ଆମେ, ଯେ ଶ୍ରୀକୃଷ୍ଣ କାହାକୁ ଜ୍ଞାନ ଦେଇଥିଲେ, ଅର୍ଜୁନକୁ ଜ୍ଞାନ ଦେଇଥିଲେ। ତ କୋଉଥିରେ ଦେଇଥିଲେ, ରଥରେ ଦେଇଥିଲେ ନାଇଁ କି? ତ ବାସ୍ତବରେ ଆମେ ଜାଣିଲେ କଣ, ଯେ ବର୍ତ୍ତମାନ ଗୀତା ଜ୍ଞାନ କିଏ ଦଉଛନ୍ତି, ସ୍ୱୟଂ ପରମାତ୍ମା ଦଉଛନ୍ତି। କାହା ରଥରେ, ଶ୍ରୀକୃଷ୍ଣଙ୍କର ରଥରେ। ଆଉ କୋଉ ଭଳି ରଥରେ, ନାଇଁ ସଙ୍ଗମ ଯୁଗୀ ରଥରେ। ଶ୍ରୀକୃଷ୍ଣଙ୍କର ସାଧାରଣ ରୂପର ରଥରେ। ତ ଶ୍ରୀକୃଷ୍ଣଙ୍କର ସାଧାରଣ ରୂପକ ରଥରେ ପରମାତ୍ମା ଅବତରଣ କରି କଣ କରୁଛନ୍ତି, ଅର୍ଜୁନକୁ ଜ୍ଞାନ ଦଉଛନ୍ତି। ଅର୍ଜୁନକୁ କଣ କରୁଛନ୍ତି, ବାସ୍ତବତା ଦେଖଉଛନ୍ତି। ଅର୍ଜୁନ କଣ କରିଥିଲେ, ଆମେ ଶୁଣିଛେ ହିନ୍ଦୁ ମାଇଥୋଲୋଜି ହିସାବରେ, ସେ ଯୁଦ୍ଧ କ୍ଷେତ୍ରରେ କଣ ତାଙ୍କର ଯୁଦ୍ଧ କ୍ଷେତ୍ରରେ କୋଉମାନେ ଥିଲେ, ତାଙ୍କ ଆତ୍ମୀୟ ମାନେ ହିଁ ଥିଲେ, ଆଉ ସେଇମାନେ ହିଁ ତାଙ୍କର ଶତ୍ରୁ, କିନ୍ତୁ ସେ ତାଙ୍କୁ ମାରି ପାରୁନଥିଲେ। କିନ୍ତୁ ଯେତେବେଳେ ସେ କଣ କଲେ, ବାସ୍ତବତା ଜାଣିଲେ, ତାଙ୍କୁ ଯେତେବେଳେ କଣ ଶ୍ରୀକୃଷ୍ଣ ଜ୍ଞାନ ଦେଲେ, ତାପରେ ସେ ଯାଇକି
ସମସ୍ତଙ୍କୁ ମାରି ପାରିଲେ ଆଉ ବିଜୟ ବି ହେଲେ। ତ ତେଣୁ କରି ବର୍ତ୍ତମାନ ଆମେ ଜାଣିବା ଅର୍ଜୁନ କିଏ ଆଉ ଶ୍ରୀକୃଷ୍ଣ କୋଉ ଭଳି ରଥରେ ପରମାତ୍ମା ଅବତରଣ କରୁଛନ୍ତି ନା ଶ୍ରୀକୃଷ୍ଣଙ୍କର ସାଧାରଣ ତନ ପୁରୁଷାର୍ଥୀ ତନରେ କଣ କରୁଛନ୍ତି ପରମାତ୍ମା ଅବତରଣ କରୁଛନ୍ତି। ଯେମିତିକି ରଥରେ ରଥୀ କଣ କରେ ସବୁବେଳେ ରୁହେ କି ତାର କର୍ମ ଯେତିକି ସମୟ ରଥ ଉପରେ ସେ ସେତିକି ସମୟ ରହିବ ତାପରେ ତ ରଥରୁ ଓହ୍ଲେଇବ। ତ ସେମିତି ବର୍ତ୍ତମାନ ଶ୍ରୀକୃଷ୍ଣଙ୍କର ସାଧାରଣ ରୂପକ ରଥରେ ସ୍ୱୟଂ ପରମାତ୍ମା ଅବତରଣ କରି ଅର୍ଜୁନକୁ ଜ୍ଞାନ ଦଉଛନ୍ତି। ଅର୍ଜୁନ ମାନେ କଣ ନା ଯେ ଜ୍ଞାନ ଅର୍ଜନ କରିଥାଏ। ଅର୍ଜୁନ ମିନ୍ସ କଣ ନା ଯିଏ ଜ୍ଞାନକୁ ଅର୍ଜନ କରେ ସେ ହିଁ ଅର୍ଜୁନ। ବର୍ତ୍ତମାନ ଜ୍ଞାନ ଅର୍ଜନ କିଏ କରୁଛନ୍ତି ଆମେ ଆତ୍ମା ମାନେ କରୁଛେ ଯୋଉମାନେ ପରମାତ୍ମାଙ୍କର ସାଧାରଣ ତନରେ ଅବତରଣକୁ ଆମେ କଣ କରୁଛେ ରିଏଲାଇଜ କରୁଛେ ସେତିକି ଆମେ ଫିଲ୍ କରୁଛେ ଯେ ନାଇଁ ଏ ହିଁ ପ୍ରକୃତ ଆମର ପିତା। ଆମକୁ ସେତିକି ଅନୁଭବ ହଉଛି ଆମେ ଚିହ୍ନୁଛେ ଜ୍ଞାନ ଗ୍ରହଣ କରୁଛେ ସେତିକି ନିଶ୍ଚୟ ବୁଦ୍ଧି ବନୁଛେ। ତ ତେଣୁ କରି ଅର୍ଜୁନ କିଏ ଯିଏ ଜ୍ଞାନ ଅର୍ଜନ କରେ। ଜ୍ଞାନ କଣ ସମସ୍ତଙ୍କୁ ଦିଆଯାଉ ନାହିଁ କିନ୍ତୁ ଜ୍ଞାନ ଅର୍ଜନ କରୁଛି କିଏ ଯାହାର ଜ୍ଞାନ ଅର୍ଜନ କରିବାକୁ ଇଚ୍ଛା ଅଛି ସେ ହିଁ କରିବ। ତ ବର୍ତ୍ତମାନ ଆମେ ହିଁ ବ୍ରାହ୍ମଣ ବଚ୍ଚା ଯିଏକି ଭବିଷ୍ୟତ ଦେବୀ ଦେବତା ବନିବା। ତ ତେଣୁ କରି କଣ କରୁଛେ ପରମାତ୍ମାଙ୍କ ଠାରୁ ଜ୍ଞାନ ଗ୍ରହଣ କରୁଛେ। ଆମର ଏଇ ଆତ୍ମା ରୂପକ ଅର୍ଜୁନ ବର୍ତ୍ତମାନ କଣ ଶ୍ରୀକୃଷ୍ଣଙ୍କର ସାଧାରଣ ତନରେ ପରମାତ୍ମାଙ୍କର ଅବତରଣକୁ କଣ କରୁଛେ ଚିହ୍ନୁଛେ ତାଙ୍କ ଠାରୁ ଜ୍ଞାନ ଗ୍ରହଣ କରୁଛେ। ଆଉ ଏ ସଂସାରଟା ବର୍ତ୍ତମାନ ଗୋଟେ କଣ ମହାଭାରତ ଲଢେଇର ଯୁଦ୍ଧ କ୍ଷେତ୍ର। ବର୍ତ୍ତମାନ ଏଇଟା ହିଁ ହଉଛି କଣ ଏ ସଂସାର ହଉଛି ଗୋଟେ ମହାଭାରତ ଲଢେଇର ଯୁଦ୍ଧ କ୍ଷେତ୍ର। ଆପଣ ନିଜେ ଭାବନ୍ତୁ ଅର୍ଜୁନ କାହିଁକି ମାରି ପାରିଲାନି କାହିଁକି ନା ଯୋଉଟା ଆମେ ହିନ୍ଦୁ ମାଇଥୋଲୋଜି ହିସାବରେ ଜାଣିଛେ ଆଉ ଯାହାବି ଆମେ ଭକ୍ତି ମାର୍ଗରେ ଶାସ୍ତ୍ର ରାମାୟଣ ମହାଭାରତ ଯାହା ବି ପଢୁଛେ ଆମେ କଣ ଜାଣିଲେ ତାର ଜ୍ଞାନ ମାର୍ଗରେ ବହୁତ ଯଥାର୍ଥ ଅର୍ଥ ରହିଛି ନିହାତି ଭାବରେ ବହୁତ ରହିଛି ରହସ୍ୟ ତାର ଅର୍ଥ ରହିଛି। ତ ତେଣୁ କରି କଣ ନା ମୋହ ଥିଲା ସେମାନେ ତ ମୋ ନିଜର ମୁଁ ତାଙ୍କୁ କେମିତି ମାରିବି ଏଇଭଳି ଭାବରେ କଣ ଥିଲା ମୋହ ଥିଲା ସେଥିପାଇଁ ସେ ମାରି ପାରୁନଥିଲା। କିନ୍ତୁ ଯେତେବେଳେ ସେ ବାସ୍ତବ ଜ୍ଞାନ ଜାଣିଲା ତାପରେ ସେ ମାରିଲା ଆଉ ବିଜୟ ପ୍ରାପ୍ତ କଲେ ପାଣ୍ଡବ ଜିତିଲେ। ତ ସେମିତି ଆଉ ପାଣ୍ଡବଙ୍କ ସହିତ କିଏ ଥିଲେ ଶ୍ରୀକୃଷ୍ଣ ଥିଲେ କିନ୍ତୁ କୌରବ ସହିତ ତାଙ୍କର ଶ୍ରୀକୃଷ୍ଣଙ୍କର ସେନା ଥିଲେ ନାରାୟଣୀ ସେନା ଥିଲେ କିନ୍ତୁ ଜିତିବ କିଏ ଯାହା ସହିତ ଭଗବାନ। ସେମିତି ବର୍ତ୍ତମାନ ଆମ ସହିତ କିଏ ଅଛନ୍ତି ଆମ ସହିତ ସ୍ୱୟଂ ଭଗବାନ ଅଛନ୍ତି ପରମାତ୍ମା ଅଛନ୍ତି। ଆମ ଆତ୍ମା ରୂପକ ଅର୍ଜୁନ ସହିତ କିଏ ଆମେ ଯୋଉ ପାଣ୍ଡବ ସେନା ବନିଛେ ଆମ ସହିତ କିଏ ଅଛନ୍ତି ସ୍ୱୟଂ ପରମାତ୍ମା ଅଛନ୍ତି। ବାକି ଦୁନିଆ ସହିତ କଣ ସାଇନ୍ସ ବି ଯୋଉ ବିଜ୍ଞାନ ବି ଯୋଉ ଡେଭଲପ କରିଛି ସେଇଟା ପରମାତ୍ମାଙ୍କ ଅବତରଣ ପୂର୍ବରୁ ଏତେ ଡେଭଲପ କରିନଥିଲା। ପରମାତ୍ମାଙ୍କ ଅବତରଣ ପରେ ହିଁ କଣ ହେଇଛି ତାର ବହୁତ ବିକାଶ ଘଟିଛି ବହୁତ ଡେଭଲପ ହେଇଛି କାହା ପାଇଁ ଆମରି ମାନଙ୍କ ତ ତେଣୁ ସାଇନ୍ସକୁ ନେଇକି ଲୋକ ଘମଣ୍ଡ କରିବେ କରୁଛନ୍ତି ଠିକ ଅଛି କିନ୍ତୁ ସାଇନ୍ସ ଠାରୁ ଆହୁରି ପାୱାରଫୁଲ କିଏ ନା ସାଇଲେନ୍ସ। ତ ଯୋଉଟା କି ଭଗବାନ ବର୍ତ୍ତମାନ ଆମକୁ କଣ କରୁଛନ୍ତି ଆସିକି ସେ ସାଇଲେନ୍ସ ର ପାୱାର ଦଉଛନ୍ତି ଆମକୁ। ତ ତେଣୁ କରି କଣ ନା ବର୍ତ୍ତମାନ ଆମେ ଆତ୍ମା ରୂପକ ଅର୍ଜୁନ ହିଁ କଣ କରୁଛେ ଶ୍ରୀକୃଷ୍ଣଙ୍କର ସାଧାରଣ ତନରେ ପରମାତ୍ମାଙ୍କର ଅବତରଣକୁ ଚିହ୍ନୁଛେ ଆଉ ତାଙ୍କ ଠାରୁ ଆମେ ବାସ୍ତବ ଜ୍ଞାନ ଗ୍ରହଣ କରୁଛେ ସତ୍ୟ ଗୀତା ଜ୍ଞାନ ଯାହା ଆଧାରରେ ଏଇ ସଂସାର ରୂପକ ମହାଭାରତ ଲଢେଇ ଯୁଦ୍ଧ କ୍ଷେତ୍ର ଏଇଟା ନା ଏଇ ସଂସାରରେ କଣ ମହାଭାରତ ଲଢେଇର ଯୁଦ୍ଧ କ୍ଷେତ୍ର ଆଉ କୋଉ ଭଳି ଭାବରେ ହଉଛି ଆମେ ଜାଣୁଛେ। ତ ଆମେ ବି କଣ କରୁଛେ ଆମ ଭିତରେ ସପୋଜ ଆମେ ଗୋଟେ ଏକ୍ସାମ୍ପଲ ନବା ଆମେ ସଂସାର ଭିତରେ ରହୁଛେ ଆଉ କଣ ପରିବାର ଲୋକଙ୍କ ସହିତ ରହୁଛେ। ସପୋଜ ଆମ ନିଜର ଛୋଟ ପିଲା ଯେତେବେଳେ ଛୋଟ ଥାଏ ସେ ବହୁତ ସାରା ଭୁଲ କରେ ମିଷ୍ଟେକ୍ସ କରେ କାରଣ ନୂଆ ନୂଆ ସେ କଥା କହିବା ଶିଖିଥାଏ ଚାଲିବା ଶିଖିଥାଏ ନୂଆ ନୂଆ କଣ ଜିନିଷର ବ୍ୟବହାର ଶିଖେ ସବୁ ଜିନିଷ ତ ନୂଆ ନୂଆ ଶିଖେ
से कौन सब जगह ठीक करी थे आगो भूल करे तापर ठीक करियो निहाती आ से ठीक जिनसटा कोन ताको सिखेबो कि आमे ही सिखेबा ताको किंतु जेहेतु से छोट अछि आ छोट समय रे से जहाँ भी भूल करे हमको खुशी लागे देखिके आमे आनंद हेइ जाऊ आ कोन छोट पिला तो बड़ हेले ठीक हेइ जिवो हमको ए भली थॉट आसे किंतु जेतेबेले गोटे पिला बार बार भूल करूची आ जो मोमेंट रे ताको आमे ठीक करिया कथा से मोमेंट रे आमे ताको ठीक करबानी आमे वेट करिया बड़ हवा जाय आ सेई बड़ हवा पीरियड भितरे तार से जहाँ भी कर्म करूची बा सपोज से बड़ लोक हाथ उठाउची कि बड़ लोक खराब वर्ड कहूची तार जो कोन स्टार्टिंग पीरियड पार्टी लाखुथिबो से जो वर्डिंग कहूथिबो भूल कहिले भी आमे कोन मजा नउथिबा जे छुआटा हमरा कथा कहूची केते गुलगुल कहूची हम बड़ हेले सिखि जिवो किंतु बड़ जो स्टेज को आमे अनेथिबा परिवर्तन करिया पाए सेतबेले से जिंस तार अभ्यास रे परिणत हो जाइथिबो तापरे अभ्यास टाको आमे परिवर्तन करि परिबा कि ऑलरेडी त संस्कार बनि जाइथिबो कारण अभ्यास कले संस्कार बनि जाय तापरे पुनी सेई पिला जेतेबेले कोन करिवो बिहेवियर तार आम मान सहित खराब करिवो हमको राग लागिवो हम ताको बाडीबा आ कोन कहबा ए पिलाटा एडा भद्र पिलाटा काहे की कहबा एठी दोष कहार से छुआर ना हमर आमे ही मुहरे अंध होइकी ताको ठीक कलेनी आ जेतेबेले कोन हैला कंप्लीट चेंजेस हेइ गला सेई जिंस ही कोन ठीक न होइकी भूल हेइ गला सेतेबेले आमे पिलाटा दोष दबा तेरे एठी भूल कहार तो तेणु करी आम मानकर तेणु करी आमे माने भी कोन होचे मुहरे अंध होइकी आ गोटे कथा कोन आमर जहा सहित मोह रहुची अटैचमेंट जे कोनोसी पिला छुआ हुअन्तु स्वामी हुअन्तु सांग साथी हुअन्तु जे भी आमर जहा सहित मोह थिबो आमे कोन करिवु आम नजर से सब बेले जेते भूल करन हमको ठीक लागिवो जे सब बेले ठीक करूछन से ठीक करथिबे अब एभली फीलिंग आसे काहे कि ना मोह आम कोन आम बुद्धि रूपक चक्षु को कोन करी बंद कर दे बुद्धि को एकदम कोन कर दे जो कोन हिप्नोटाइज कर दे एमिति हिप्नोटाइज करे जे जेहेतु हमर जनक सहित मोह अछि त हमर फीलिंग कोन आसीबो मु ता बिना बंची परिबिनी से जीवे त तेणु जदि मु ता बिना बंची पानी से जहा कहबो मु सेटा करिवे एई भली भाबरे हमर कोन संस्कार पालटी जायछि आ आमे से भली जिंस करूचे मोहर अंध हेकी सामना वाला जहा भी भूल करूची आमे ताको रेक्टिफाई करिवानी आ कहिबानी जे तू एटा भूल कलु बोली जेहेतु आमर कंफर्ट जोन कोन आमे तांको सहित रहिली हमको आनंद आसुची जदि हमठु दूर पळौचन हमको कष्ट होउची सेथि पई से जहा कहंतु से ठीक कहउचन ई भली भाबरे हमर कोन रहिची संस्कार बनि जाइची जहा पर कि आमे निजे मोहरे अंध हेकी भूल को भूल बोली कहू ना हो आहुरी कोन हबो जेतेबेले भूल को भूल बोली कहूनु तले सेटा कोन हबो आहुरी भूल हेइ जिवो ना तो आहुरी कथा बिगड़िबो ना आ सामना वाला संस्कार आहुरी कड़ा हेइ जिवो से भूल करूची तो से देखिले कोन मते तो के किछ कहू नांदी मु आहुरी भूल करिवि बस तो एई भली संसार पालटी जाइची तो लोक एमिति मुहरे अंध हेइ जाउचंदी तो सामना वाला कोन करूची से इमोशन रो फायदा भी उठाउचंदी जेहेतु से कोन सरलतार फायदा जहा को कहा जाए तो जणे जदि जनक मुहरे अंध होउची सामना वाला कोन करूची तार फायदा भी उठाउचंदी हां तो तेणु करी जेतबेले से जानुचंदी जे मो बिना रहि परिबेनी से आहुरी मनमानी करूचंती आहुरी भूल करूचंती आउ आमे भी कोन करूचे मुहरे अंध हेकी से जिंस को बढ़ावा दउचे तो तेणु करी कोन एई भली भाबरे ही तो संसार कोन पालटी जाइछ गोटे युद्ध क्षेत्र पालटी जाइछ से क्रोध रो हो कि लोभ रो हो कि अहंकार रो हो कि मोह रो हो कि कामना रो हो तो तेणु करी कोन ना आम ए कोन एई भली भाबरे आमे आत्मा माने कोन पांच विकार ग्रस्त हेई आमे कोन करूचे एई भली भाबरे कोन बनि जाइछे निम्नगामी बनि जाइछे डोमिनेंटल निजो को निजे करि दउचे काहे कि ना हमर संस्कार खराब तो तेणु करी एमिति संस्कार खराब हेइ जाइछे भूल को भूल बोली कहिबा भी कोन हेइ जाउची आम पक्षे असंभव हेइ जाउची आम पक्षे भूल को सख्त कोन विरोध करबा भी आम पई भूल हेइ जाउची तो तेणु करी वर्तमान कोन भगवान आसी हमको रियलाइज करूछन तू आत्मा
ମୁଁ ତୁମର ପିତା। ତ ତେଣୁ କରି କଣ କରିବାର ଅଛି, ଆମେ କଣ ଶରୀରର ମୋହରେ ଅନ୍ଧ ହେଇକି ଏଇଭଳି ଭୁଲ କରୁଛେ ନା। ଆମେ ଶରୀର ଭାନରେ ଆସିକି ହିଁ କଣ କରୁଛେ, ଆମ ଭିତରେ କ୍ରୋଧ ଆସୁଛି। କେମିତି? ଶରୀର ଭାନ ଯୋଉ ହିଁ ଆସୁଛି, ଲୋଭ ଆସୁଛି କୋଉଥିପାଇଁ କି, ଏ ଶରୀରର ରିକ୍ୱାରମେଣ୍ଟ, ଭଲ ଖାଇବି, ଭଲ ପିନ୍ଧିବି, ଭଲ ଘରେ ରହିବି, ସେଥିପାଇଁ ମତେ କଣ ଦରକାର, ସବୁ ଭଲ ଜିନିଷ ଦରକାର। ତା ପାଇଁ କି କଣ ଦରକାର, ମତେ ସେଇ ହିସାବରେ ପଇସା ବି ଦରକାର, ସେଇ ହିସାବରେ ମୋର ରିକ୍ୱାରମେଣ୍ଟ ଅଧିକା, ଯାହା ବି ଦରକାର ଅଧିକା ଦରକାର। ତ ଶରୀର ଭାନରେ ଆସିକି ଆମକୁ କଣ, ଆମେ ଏଇ ସବୁ ବିକାରଗ୍ରସ୍ତ ଏଭଳି ହେଇଯାଇଛେ। ତେଣୁକରି ଆମେ କଣ ଖରାପ ଆଡକୁ ହିଁ ଯାଉଛେ, ଖରାପକୁ ବିରୋଧ ବି କରିପାରୁନେ, ତାକୁ ଫୁଲ ଷ୍ଟପ୍ ବି ଦେଇପାରୁନେ। ତ ତେଣୁକରି ବର୍ତ୍ତମାନ ପିତା ଅବତରଣ କରିକି ଆମକୁ କଣ, ଆମ ଆତ୍ମା ରୂପକ ଅର୍ଜୁନକୁ ଜ୍ଞାନ ଦଉଛନ୍ତି ଯେ ବାସ୍ତବରେ ତୁମେ ମାନେ କଣ, ଆମେ ଆତ୍ମା। ତେଣୁ ଆମକୁ କେମିତି କଣ ଅଭ୍ୟାସ କରିବାର ଅଛି, ଆତ୍ମିକ ଅଭ୍ୟାସ କରିବାର ଅଛି, ଆଉ 5 ବିକାର ମୁକ୍ତ ହବାର ଅଛି। ତେଣୁ ଲଢେଇ ବି ଆମର କାହା ସହିତ, କୌଣସି ବ୍ୟକ୍ତି ସହିତ ନୁହେଁ। ଆପଣ ମାନେ ଦେଖିଥିବେ, ଯଦି ବି ଆମେ ଦୁଇ ବ୍ୟକ୍ତି ଲଢେଇ କରୁଛେ, କି ଯେକୌଣସି ଦୁଇ ବ୍ୟକ୍ତି ଝଗଡା କରୁଛନ୍ତି, କେବେ ବି ତାଙ୍କ ଭିତରେ ଝଗଡା ସେଟା ନୁହେଁ, ତାଙ୍କ ସଂସ୍କାରର ଝଗଡା। ସପୋଜ କଣ, ମୋ ଭିତରେ ରାଗ ଅଛି, କି ମୋ ଭିତରେ ପାଇବାର ଲୋଭ ଅଛି, ଆଉ କଣ ମତେ ମୋ ଭିତରେ ପାଇବାର ଲୋଭ ଅଛି, କିନ୍ତୁ ସାମ୍ନା ବାଲା ମତେ ସେ ଜିନିଷ ଦଉନି, ତାହେଲେ ମୋ ଭିତରେ କଣ ଆସିବ, କ୍ରୋଧ ଆସିବ। ତ ମୁଁ ତା ସହିତ ନିହାତି ଝଗଡା କରିବି ଯେ ମତେ ସେଟା କଣ ପାଇଁ ଦଉନ। ତ ସେଠି ଯଦି ମୋର ପାଇବାର କିଛି ଆଶା ନଥିବ, କି କୌଣସି ଜିନିଷ ଅଧିକା ପାଇବାର ଲୋଭ ନଥିବ, ତାହେଲେ କଣ ହବ, ସାମ୍ନା ବ୍ୟକ୍ତି ଯଦି ମନା କରିଦେଲା ଏଟା ତମକୁ ଦେବିନି, ତାହେଲେ ମତେ କିଛି ଫରକ ବି ପଡିବନି, ମୁଁ ଶାନ୍ତିରେ ସେଠୁ ପଳେଇ ଆସିବି। ହଁ ଠିକ ଅଛି, ମନା କଲା ଦେଲେନି, ଠିକ ଅଛି, କିନ୍ତୁ ମୋ ଭିତରେ ଯଦି ସେତିକି ସେ ଜିନିଷକୁ ପାଇବାର ଲାଳସା ଥିବ, ମୁଁ କେବେ ବି ସେ ଜାଗାରୁ ଆସିବି କି, ମୁଁ ତାକୁ ପାଇକି ହିଁ ରହିବି। ତେଣିକି ମୁଁ ତାକୁ ବାଡାଏ କି ମାରେ କି ଝଗଡା କରେ, ଯାହା ବି କରେ। ତ ଏଠି କଣ, ଏଠି ସଂସ୍କାରର ଲଢେଇ ହିଁ ହଉଛି ସମସ୍ତଙ୍କ ସହିତ। କୌଣସି ବ୍ୟକ୍ତି ଆଉ ଗୋଟେ ବ୍ୟକ୍ତିକୁ ଯଦି ବି ଆଟାକ କରୁଛି ବା ଝଗଡା କରୁଛି, ତାର ରିଜନ ହଉଛି କଣ, ଆମ ଭିତରର ଖରାପ ସଂସ୍କାର। ମୋ ଭିତରେ ରାଗ ଅଛି ବୋଲି ମତେ ଯଦି ଜଣେ ଗୋଟେ ପଦ କହିବ, ମୁଁ ତାକୁ 10 ପଦ ଶୁଣେଇବି। କିନ୍ତୁ ମୋ ଭିତରେ ଯଦି କ୍ରୋଧ ନଥିବ, ଯିଏ ଯେତେ ବି କଣ କରୁ, କଣ୍ଟା ଫୋପାଡିଲେ ବି ମୁଁ ତାଙ୍କୁ କିଛି ବି କହିବି ନାହିଁ। ମୁଁ ସହିଯିବି। ଆଉ ସହିଗଲା ମାନେ କଣ ହବ, ଆଉ ଝଗଡା ହବ କି? ଯଦି ମତେ ଜଣେ 100 ପଦ କହିଲା, ମୁଁ ଠିକ ସେମତି ଷ୍ଟାର୍ଟିଂ ରୁ ପାଟିରେ କଣ କରିଛି, ଜିପ୍ ଲଗେଇ ଦେଇଛି, ମୋ ପାଟି ଚୁପ୍। ସେ ଯେତେ ମତେ ଗାଳି ଦିଅନ୍ତୁ, ଯେତେ ନିନ୍ଦା କରନ୍ତୁ, ମୁଁ ଯଦି ସମ୍ପୂର୍ଣ୍ଣ ଚୁପ୍ ଅଛି, ତାହେଲେ ସେ କେବେ ବି କଣ କରିବେ, ସେ ଝଗଡା ଆଗକୁ ବଢିବ ନାହିଁ। ସେ 100 ପଦ କୁହନ୍ତୁ କି 200 ପଦ କୁହନ୍ତୁ, ଲାଷ୍ଟକୁ ସିଏ ବି ଚୁପ୍ ହେଇଯିବେ, ସେଠୁ କୁଇଟ୍ କରି ପଳେଇବେ। କିନ୍ତୁ ଯଦି ମୁଁ ସେଠି ମୁହଁଟି ଖୋଲି ଦେଲି, ତାହେଲେ କଣ ହବ, ତାଙ୍କ ଆଡୁ ମୋ ଆଡୁ, ତାଙ୍କର ସଂସ୍କାର ଖରାପ, ମୋ ସଂସ୍କାର ବି ଖରାପ। ହଁ, ଝଗଡାଳୁ ସଂସ୍କାର, ତ 2 ଜଣ ମିଶିଗଲେ କଣ ହବ, ବ୍ଲାଷ୍ଟ ହିଁ ହବ। ତ ତେଣୁକରି ବର୍ତ୍ତମାନ ମଣିଷର କଣ, ମଣିଷର ମଣିଷ ସହିତ ଝଗଡା ନୁହେଁ। କାହା ସହିତ ଝଗଡା, ସଂସ୍କାର ସହିତ ଟକରାव ଚାଲିଛି। ତ ଆତ୍ମାର 5 ବିକାର ସହିତ ପ୍ରକୃତରେ ଲଢେଇ ଚାଲିଛି। ତ କେମିତି, ଆମେ ଯଦି ଲୋଭ ମୁକ୍ତ ହେଇଯାଉଛେ, ତାହେଲେ ଆମେ କଣ ଯୁଦ୍ଧରେ ଜିତିଯିବା। ଆମେ ଯଦି କ୍ରୋଧ ମୁକ୍ତ ହେଇଯାଉଛେ, ତାହେଲେ ଆମେ ଲଢେଇ ଜିତିଯିବା। ଆମେ ଅହଙ୍କାର ମୁକ୍ତ ହେଇଯାଉଛେ, କାମନା ମୁକ୍ତ ହେଇଯାଉଛେ, ତାହେଲେ କଣ ମୋହ ମୁକ୍ତ ହେଇଯାଉଛେ। ଆପଣ ଭାବନ୍ତୁ, ଯେତେବେଳେ ମୁଁ କୌଣସି ବ୍ୟକ୍ତିର ମୋହରେ ପଡିଛି, ସେ ବ୍ୟକ୍ତି କଣ କରିବ, ସେ ଜାଣିଗଲା ଯେ ମୁଁ ତା ବିନା ରହିପାରିବିନି, ତେଣୁ ସିଏ ଯେତେ ବି ଭୁଲ କରିବ, ମତେ ସେଥିରେ ୟୁଜ କରିବ ନିହାତି ଭାବରେ। କିନ୍ତୁ ୱାନ୍ସ ମୋର ଡିଟାଚମେଣ୍ଟ ଆସିଗଲା, ଯେ ସମସ୍ତେ ତ ଆତ୍ମା, ଭାଇ ଭାଇ, ତ କୌଣସି ବ୍ୟକ୍ତିର ମୋର ମୋହ କଣ, ତାହେଲେ ସେତେବେଳେ କଣ, ସାମ୍ନା ବାଲା ଭୁଲ କରିବାକୁ ଯିବ, ନା ସେ ଭୁଲ ଯାହା ବି କରିବ ତା ଦେହରେ ମୁଁ ଭାଗିଦାର ହେବି, ନା ସେ ମତେ ୟୁଜ କରିପାରିବ, କିଛି ବି କରିପାରିବ। ତେଣୁ କରି ଏଠି ଦୁଃଖ କଷ୍ଟ କିଏ କାହାକୁ ଦଉଛି, ଏ 5 ବିକାର ହିଁ ଆମକୁ କଷ୍ଟ ଦଉଛି। ଆଉ ଆମ ଭିତରେ ଲଢେଇ ଝଗଡା କରଉଛି ବି କି, ଏ 5 ବିକାର। ତ ସମସ୍ତଙ୍କ ଭିତରେ ଯଦି 5 ବିକାର ହିଁ ଖତମ ହେଇଯିବ, ତାହେଲେ କଣ ହବ, ନିହାତି ଭାବରେ କେହି କାହା ସହିତ ଝଗଡା ତ ଦୂରର କଥା, ଦୁନିଆ ତ ପରିବର୍ତ୍ତନ sure ହେଇଯିବ। ତ ତେଣୁ କରି ଏଟା କୌଣସି ପ୍ରକାରର ହିଂସାତ୍ମକ ଝଗଡା ନୁହେଁ, କି ଲଢେଇ ନୁହେଁ, କୌଣସି ବ୍ୟକ୍ତି ବିଶେଷ ସହିତ ଝଗଡା ନୁହେଁ, ଏଟା ଆତ୍ମାର 5 ବିକାର ସହିତ।
आत्मा वर्तमान कौन करुछि ज्ञान जोगर अस्त्र द्वारा कौन करुछि आम आत्मा रे विकार को नष्ट करुछि जे पर्यंत आम भीतर पांच विकार नष्ट न हेछि से पर्यंत हमर कोन आम संस्कार ही कौन करिवो खराब माहौल क्रिएट करिवो मो भीतर झगड़ा करिवार संस्कार अछि तो मु जहा को देखिबी ता सहित झगड़ा करिवि किंतु मो भीतर जदि साइलेंस रो गुण अछि मु साइलेंस रे घंटा घंटा धरि बसि पारिबि सेति की पेशेंस मो पाखरे अछि ताहले कौन हबो मु कथा कहिबिनी कारण ए कथा रि तो अनर्थ हुए ना आमे बेले बेले कोन को कथा कहिबारे हमर सीमा न थाए आमे केते बेले काहा को कोन कहि दउ जहा फल रे कि सामना वाला व्यक्ति को खराब लागि जाए आ से सिचुएशन को खराब करंदी माहौल खराब करंदी ताको कष्ट होय सेति पाए कि किंतु आमे जदि साइलेंस रहबा कोनोसी क्षेत्र रे आ भाबी चिंती कथा कहिबा जेति कि आवश्यक सेति कहिबा अदरवाइज आमे किछि कथा गपिबा ही नै कोनोसी जदि परचर्चा परचिंतन चलिथिबो कि का विषय रे कथा चलथिबो हमहु कोनोसी ओपिनियन में मत दबार नै साइलेंस रहबा ताले हमें प्रॉब्लम फेस करिबा बिल्कुल भी नुहे तो तेणु करी एठी हमको हैरान करूची कि हम निज संस्कार ही ये जो काम क्रोध लोभ मोह अहंकार ये पांच विकार ही हमको कौन करूची सब आड़ हमको हैरान करूची तो तेणु करी वर्तमान भगवान आसी कौन करूछन संस्कार परिवर्तन कर्तव्य आम आत्मा मानक सच्चा गीता ज्ञान देई हमको पांच विकार मुक्त करूछंदी तो आम आत्मा माने कहा सहित लड़ाई करूछे पांच विकार सहित लड़ाई कर आमे जेतेबेले विकार मुक्त हेई जिबा बा हेई जाउछे तो जेकोसी व्यक्ति हुंतु सपोज से माने कोन भगवान को ऊपर तांकर निश्चय नहीं जहा को कौरव बोली कहूचे जो माने अधर्मी जो माने पांच विकार को छाड़ू नाहंती सी जेते प्रॉब्लम क्रिएट करले भी आमर किछि क्षति करि परिबे कोनोसी भाबरे नुहे जदि मु सहिबा सिखि जाइछि मु जदि निजे अभ्यास करिछि मु शांत स्वरूप आत्मा तो मु कोनोसी स्थिति रे भी मोर संस्कार को भली रहबो मु सब बेले भीतरु बाहरु कोन शांति ही रहबो कोनोसी मो विरुद्ध रे की गपंतु मते किछि फरक पड़िबोनी मते की 100टा खराब कथा कहंतु मते किछि फरक पड़िबोनी तो एठी को संस्कार रो विजय होला दैवी गुण संस्कार रो विजय होवनी हेतु तो आमे साइलेंट रहबा हम पाखरे दैवी गुण आसीगला परमात्मा हमको दैवी गुण रे भरपूर करूचंती जहा फल कि दुनिया रो मान अपमान कोनोसी जिंस हमको फरक पड़िबार नाही कि पड़िबो नाही वर्तमान हमें जो ज्ञान ग्रहण करूछे परमात्मा कौन सिखौचंती कि हमको सम्मान दो बा अपमान दो आमर सम्मान पाई कि बहुत एक्साइटेड खुशी हवार नहीं कि अपमान पाई कि भी दुखी हवार नहीं आमर स्थिति न्यूट्रल हवा दरकार गुणवान हवा दरकार दैवी संस्कार पूर्ण हवा दरकार मु शांत स्वरूप आत्मा जेतोले मु शांत स्वरूप आत्मा ताले जदि मते कि प्रेस करूचंती बा सम्मान दउचंती केमति रहबी न्यूट्रल रहबी आ कोन निज भितरे गोटे कोन ग्रेटफुलनेस आसीबो थैंकफुलनेस आसीबो जे जा हो कोन एटा भगवान मते देले सम्मान तो गोटे कोन ग्रेटिट्यूड आसीबो हम मो भितरे सरला किंतु मु एमिति एक्साइटेड हेबनी जे मु गोटे मो भितरे बहुत सारा किछि क्वालिटी अछि जहा फल मते एटा मिलुची मु गोटे महान ए सब अननेसेसरी थॉट आमे क्रिएट करबानी केमिति ना एटा मते कोन परमात्मा कर भल पाइबा मो प्रति अछि आ से मते एटा प्रदान करिसेंती तो गोटे ग्रेटिट्यूड रहबो थैंकफुलनेस रहबो धन्यवाद भगवान को प्रति रहबो जी हमको सम्मान देले तांको प्रति भी धन्यवाद आमे जणेबा किंतु शांत रहबा एक्साइटेड नहीं मते गोटे दुनिया रे कोनोसी बड़ जिंस एमति मिलगला कहीं कि ना कोन जिंस जो कहंदी गोटे क्वालिटी वाला जिंस को भी धारण करिया पाई ताकू भी हमें धरी रखिया पाई आम भीतर सेति क्षमता भी दरकार जेमति कहंती ना सिंहीर क्षीर को कौन करवा सिंहीर क्षीर को रखिया पाई भी सुनार पात्र दरकार कहीं ना आउ कोनोसी पात्र रखिले से पात्र फाटी जिवो ताकू धारण करि परिबो नाही सेमति आमे भी जेते बड़ सम्मान हमको मिलू बेले बेले कौन हुए आमे एमिति एक्साइटेड ही जो हमको राति निद हुए हाँ तो सेमिति भी हबार नहीं तो जेकोसी जिनस मान हो आ अपमान मिलले भी हमको राति निद हुए तो तेणु करी दुईटा जाक सिचुएशन रे हमको शांत रहबार अछि मान मिलला ठीक अछि भगवान को धन्यवाद दबा से हमको एभली पात्रटे बनै छन्ते जदि अपमान भी मिलुची ठीक अछि मु तो आत्मा
तेणु मो शरीर को जी भी जहाँ कहले मते कौन फरक पड़े मु जानी मोर क्वालिटी कौन मोर पिता किए सी मते कौन बनाउछंती तेणु मते जी भी खराब कहले मु तो निजे जानी मोर इंटेंशन कौन समस्तक प्रति मु वास्तव रे कौन तेणु मते सेठी भी निजर स्थिति डेवलप करबार नहीं तेणु मान हो बा अपमान हो सब स्थिति रे आमे स्थिर रहिबा तो केमिति जहाँ भी हमको कौन परमात्मा आसिक आम क्वालिटी रो रियलाइज करे ना आत्मार सात गुण तो अभ्यास करबा नियति भाव रे आमे केमति रहबा शांत रहबा तो तेणु करी वर्तमान आमे जानिबे कोन जो गीता रे वर्णित महाभारत युद्ध एटा कहा कहा मध्ये होछि ना आत्मार पांच विकार सहित होछि आ कौरव को माने ना जे अधर्मी पांच विकार को धरि के रखी चंती आउ कोन नियति विकार पूर्ण आत्मा ही कोन करे आम ପାଇଁ कि प्रॉब्लम क्रिएट करबा नियति भाव रे किंतु हमर ड्यूटी कोन आमे वर्तमान जेहेतु ब्राह्मण बच्चा आमे ही पांडव सेना तो आमे हम संस्कार द्वारा आमे हम संस्कार ही परिवर्तन करूचे ना पांच विकार को विनाश करूचे केमति ज्ञान और योग द्वारा तो आमे हमर पांच विकार को विनाश करी आमे कोन बोलुचे दैवी गुण संपन्न तो हमर वर्तमान जो संस्कार परिवर्तन करी दैवी गुण को धारण करूचे से दैवी गुण रूपक संस्कार द्वारा ही आमे कोन करिबा परमात्मा साहाय्य रे निजर दैवी गुण को धारण करी आमे कोन पांच विकार ऊपर विजय प्राप्त करूचे तो नियति भाव रे विजय प्राप्त करूचे बोली तो कुआड़ को जीवा स्वर्ग को जीवा देवी देवता बनिबा बाकी सब आत्मा कुआड़ जीवे बाकी सब आत्मा परम धाम जीवे तेरी आत्मा बिंदु हेकी रहबे तांकर पुन टर्न जेतेबेले आसीबो से ओलेबे किंतु आमे आगो आसी जीवा सत्य तृतीय रे आगो आसी जीवा देवी देवतार सुख शांतिर जीवन बंचिबा देश कोन पूरा दुनियार मालिक किए बनुचे आमे ही पांडव सेना बनुचे जो माने कि विजय प्राप्त करूचे कोन कल्प कल्पर विजय आत्मा आमे परमात्मा इंस्ट्रक्शन ने आमे कोन बनुचे विजय बनुचे ज्ञान योग को धारण करी तो आमे कोन करूचे आमे ही शिव शक्ति पांडव सेना कोन बनुचे पांडव माने ही तो जीतिथिले महाभारत लड़ाई के जीतिथिले पांडव माने तो आमे ही से पांडव जे कि वर्तमान महाभारत युद्ध आउ को पूर्व पास्ट अतीत नहीं वर्तमान रो स्टोरी घरे घरे झगड़ा होची आमे देखुचे वर्तमान को भली भाव रे कोन गृह युद्ध हो हिंसाकांड हो से राजनीति क्षेत्र रे हो कि पारिवारिक क्षेत्र रे हो देश देश हो जे कोनोसी फील्ड को आपण जानतु कोठी करप्शन नहीं जे कोनोसी फील्ड को जानतु कि का विरुद्ध रे ना छिड़ा होची तो को भली भाव रे आमे देखुचे जे कोन को भली भाव रे लड़ाई बा युद्ध घरे घरे लागि रहउची सोसाइटी रे हो देश देश भितर हो तो ये भाव रे चली तेणु करी वर्तमान ही से महाभारत युद्धर कौन समय महाभारत लड़ाई समय जोटी की परमात्मा अवतरण करी आत्मा मानक कौन करुचंती सच्चा गीता ज्ञान दे आमको आम कुसंस्कार उपरे विजय प्राप्त करई आमको कौन करुचंती स्वर्गर मालिक बनाउचंती जे मानुचंती से स्वर्गर मालिक बनुचंती आ जे न मानुचंती से पुणी पुराणा दुनिया रे आसीबे जेतेबेले तांको टर्न आसीबो पुणी लड़ाई झगड़ा करिवे पुणी जाई परम धाम रे बसिबे पुणी आसीबे सेटा आमे आत्मा माने जो माने पांडव शिव शक्ति सेना आमे कोन करिवा देवी देवता हे कि जाई कि जीवन यापन करिवा वैकुंठ रे लाभ नवा तेणु महाभारत लड़ाई परे कोन कोन स्थापना होची स्वर्ग रे स्थापना होची ना नरक रे स्थापना होची कोन स्थापना होची आमे जानिबे कहंतु शांति स्वर्गर स्वर्गर स्थापना है जी स्वर्गर स्थापना होची आउ कोन आमे जानिले ना ये जो महाभारत लड़ाई रे जो वर्णित होईची युद्ध ता हिंसक ना अहिंसक कौन से अस्त्र शस्त्र द्वारा होची कि अहिंसक जी अहिंसक काहे कि ना कहा कहा मध्य रे होची पंच विकार मध्य है जी आत्मार पंच विकार सहित लड़ाई होची जेतेबेले आमे कोन रागुचे आम भितरे लोभ अछि आम भितरे मोह अछि
ସେତେବେଳେ ଆମର ଷ୍ଟେଟ୍ ଅଫ୍ ମାଇଣ୍ଡ କେମିତି ରହୁଛି? ଆମେ ହିଁ ବିଚଳିତ ହେଇଯାଉଛେ, ଆମକୁ ଶାନ୍ତି ଲାଗୁନି, ଆମେ ହିଁ କଷ୍ଟ ଭୋଗୁଛେ। କିନ୍ତୁ ଯେତେବେଳେ ଆମେ ସେଇ ଷ୍ଟେଟ୍ ଅଫ୍ ମାଇଣ୍ଡ କୁ ପ୍ରାପ୍ତ କରି ନଉଛେ, I am a peaceful soul, I am a pure soul, ତ ସେତେବେଳେ କଣ ହଉଛି? ମୁଁ ଗୋଟେ ପବିତ୍ର ଆତ୍ମା, ମୁଁ ଶାନ୍ତ ସ୍ୱରୂପ ଆତ୍ମା। ତ ସେଇ ଯୋଉ ସ୍ଥିତିର ଅଭ୍ୟାସ କରିବା ଦ୍ଵାରା, ବାରମ୍ବାର ପ୍ରାକ୍ଟିସ କରିବା ଦ୍ଵାରା ଯେତେବେଳେ ଆମେ ସେଇ ସ୍ଥିତିକୁ ପ୍ରାପ୍ତ କରି ନଉଛେ, ତ ସେତେବେଳେ ଆମକୁ କେମିତି ଫିଲ୍ ହଉଛି? ସେତେବେଳେ ଆପଣ ନିହାତି, ଆପଣ ତ ମେଡିଟେସନ କରୁଛନ୍ତି ବର୍ତ୍ତମାନ, ଧୀରେ ଧୀରେ ସେଇ ଅନୁଭୂତି ବି ନେବେ ଯେ ଯେତେବେଳେ ଆମେ ସୋମାନର ଅଭ୍ୟାସ କରୁଛେ, ପରମାତ୍ମାଙ୍କୁ ୟାଦ କରୁଛେ, ତ ସେତେବେଳେ ଆପଣଙ୍କୁ କିଏ ବି କେତେ କଟୁ କଥା କହିଦିଅନ୍ତୁ, ଆପଣଙ୍କୁ କିଛି ଫରକ ପଡିବ ନାହିଁ, ତିଳେ ମାତ୍ର ଫରକ ପଡିବନି। କିନ୍ତୁ ଆପଣ ଏଇଟା ବି ଅନୁଭବ କରିବେ, ଆଗରୁ ଆପଣଙ୍କୁ ଯଦି କିଏ କଣ କହି ଦଉଥିଲା, ଆପଣ କେମିତି ରିଆକ୍ଟ କରୁଥିଲେ? ସଡନ ଧରି ପକଉଥିଲେ, ସେ କାହିଁକି ମତେ ଏମିତି କହିଲା, ଯଦି କିଛି ନ କରିପାରିବ କାନ୍ଦିବା, ଲାଷ୍ଟ ଅପସନ ଇଜ କ୍ରାଇଂ, କାନ୍ଦିବା। କିନ୍ତୁ ଆପଣ ବର୍ତ୍ତମାନ ଏଇ ରାଜଯୋଗର ଅଭ୍ୟାସ କରୁଛନ୍ତି, ସୋମାନର ଅଭ୍ୟାସ କରୁଛନ୍ତି, ତ ନିହାତି ଆପଣ ମାନେ ଏକ୍ସପିରିଏନ୍ସ ନଉଥିବେ ବା ନେବେ ଯେ ଆପଣଙ୍କୁ ଯିଏ ଯେତେ କଥା କହୁ, ଯେତେ ଖରାପ କହୁ, ଯାହା ବି କହୁ, ନିନ୍ଦା କରୁ, ପରଚର୍ଚ୍ଚା ହିସାବରେ ନଉ, ଯାହା ବି କହୁ, କିନ୍ତୁ ଆପଣଙ୍କୁ କୌଣସି ଜିନିଷ କାଟୁ ହିଁ କରିବନି। ତ ଯେତେବେଳେ କଣ ହଉଛି, ଆମେ ଆମ ସଂସ୍କାର, ଆଗରୁ ଯୋଉ ଜିନିଷରେ ଆମେ ରିଆକ୍ଟ କରୁଥିଲେ, କାନ୍ଦୁଥିଲେ, କି କାହାକୁ ଦିପଦ ଶୁଣେଇ ଦଉଥିଲେ, ସେଇ କଥାରେ ବର୍ତ୍ତମାନ ଆମକୁ କିଛି ଫିଲ୍ ହିଁ ହବନି, ଆମେ ସାଇଲେନ୍ସ ରହିବା। ତ କଣ ପରିବର୍ତ୍ତନ ହଉଛି? ଆମ ସଂସ୍କାରରେ ହିଁ ତ ପରିବର୍ତ୍ତନ ହଉଛି। ଆଉ ଆମର କୁସଂସ୍କାର ଉପରେ ଆମେ ଯଦି ବିଜୟ ପ୍ରାପ୍ତ କରିଦଉଛେ, ତାମାନେ ଆମେ ନିଜକୁ ପରିବର୍ତ୍ତନ କରିଦେଲେ, ସ୍ୱପରିବର୍ତ୍ତନ। ତ ପଞ୍ଚ ଇନ୍ଦ୍ରିୟ ଆମ କଣ୍ଟ୍ରୋଲରେ ଆସିଗଲା, କେମିତି? ମେଡିଟେସନ ଦ୍ଵାରା, ସୋମାନର ଅଭ୍ୟାସ ଦ୍ଵାରା। ଯେତେବେଳେ କର୍ମେନ୍ଦ୍ରିୟ ଆମ କଣ୍ଟ୍ରୋଲରେ, ସେନ୍ସ ଅର୍ଗାନ୍ସ ଆମ କଣ୍ଟ୍ରୋଲରେ, ଆମେ ତା କଣ୍ଟ୍ରୋଲରେ ନୁହେଁ, ତାହେଲେ ଏ ଦୁନିଆକୁ ବି ରୁଲ କରିବା ପାଇଁ ଆମକୁ କେହି ରୋକି ପାରିବେ ନାହିଁ। କାରଣ ସ୍ୱପରିବର୍ତ୍ତନ ରୁ କଣ ହେଇଥାଏ? ବିଶ୍ୱ ପରିବର୍ତ୍ତନ। ଆଉ ସ୍ୱ ରୁଲର, ସ୍ୱରାଜ୍ୟ ଅଧିକାରୀ ବନିଲେ ହିଁ ଆମେ କଣ ବନିଯିବା? ବିଶ୍ୱ ଅଧିକାରୀ। ଯେତେବେଳେ ଆମେ ନିଜ ଉପରେ ନିଜେ ରୁଲ କରିବା, ସପୋଜ ମୁଁ ସବୁଦିନ ଆଇସ୍କ୍ରିମ ବାଲାକୁ ଦେଖୁଛି, ମତେ ଇଚ୍ଛା ହଉଛି ଆଇସ୍କ୍ରିମ ଖାଇବାକୁ, ମୁଁ ଖାଇଦେବି। କିନ୍ତୁ ଏମିତି ମୋ ପାଖରେ ପାୱାର ପଳେଇ ଆସିବ, ଆଉ କଣ ଆଇସ୍କ୍ରିମ ଟା ମୋ ପାଇଁ ଠିକ ନୁହେଁ, କିନ୍ତୁ ଯେହେତୁ ମୋ ଜୀବର କଣ୍ଟ୍ରୋଲ ନାହିଁ, ମୁଁ ଆଇସ୍କ୍ରିମ ଖାଉଛି। କିନ୍ତୁ ମୁଁ ଯଦି ଗୋଟେ କଣ ନିଜ ଉପରେ କଣ୍ଟ୍ରୋଲିଂ ପାୱାର ଆସିଗଲା ମୋ ଉପରେ, ମୁଁ ଆଇସ୍କ୍ରିମ ବାଲାକୁ ଦେଖିଲେ ବି ମୋର ଇଚ୍ଛା ହବନି ଖାଇବାକୁ, କି ମୁଁ ଇଚ୍ଛା ପ୍ରକାଶ କରିବିନି। ଆଉ ଯଦି ବି ଇଚ୍ଛା ହଉଛି, ମୁଁ ତାକୁ କଣ୍ଟ୍ରୋଲ କରିପାରିବି। ତାହେଲେ ଭାବନ୍ତୁ, ମୁଁ କଣ, ମତେ ଆଉ ରୋଗ ହବ କି? ତ ମୁଁ ଇନ୍ଦ୍ରିୟଜିତ ବନିଲି ନା ନାଇଁ? ଆଉ ଇନ୍ଦ୍ରିୟଜିତ ବନିଲା ମାନେ କଣ ହବ? ନିହାତି ଆମେ ଆମ ପାଇଁ କି ଯାହା ଦୁଃଖ କଷ୍ଟ, ଆମ ଲାଇଫ ର 99% ଦୁଃଖ କଷ୍ଟ ବା 100%, ଆମେ ଯଦି ନିଜ ଇନ୍ଦ୍ରିୟକୁ ନିଜେ କଣ୍ଟ୍ରୋଲ କରିପାରୁଛେ, ଆମ ଲାଇଫ ର 100% ଦୁଃଖ ହିଁ ପଳେଇବ, କିଛି ରହିବ ନାହିଁ। ତ ଆମ ଦୁଃଖ କଷ୍ଟ କିଛି ଅନୁଭବ ହିଁ ହବନି। ଆଉ ସେଇଟା ହିଁ ପିତା ଆସିକି ଆମକୁ କରଉଛନ୍ତି। ଯେମିତି କି ଖଣ୍ଡିଆ ହେଇଥାଏ, କିନ୍ତୁ ଆମେ କଣ କରୁ? ଆନାସ୍ଥେସିଆ ନେଇଯାଉ, ଯାହା ଫଳରେ ଖଣ୍ଡିଆ ଟା ଧୀରେ ଧୀରେ ଶୁଖେ। ଆଉ କଣ, ଖଣ୍ଡିଆ ଥିଲେ ବି ଆମକୁ ତା କଷ୍ଟ ଟା ଜଣା ପଡେ, କି ମେଡିସିନ ପେନ୍ କିଲର ଖାଇଦେଲେ ଖଣ୍ଡିଆ ଟା ଅଛି, କିନ୍ତୁ ଖଣ୍ଡିଆ ଟା ଜଣା ପଡେନି। ତ ଭଗବାନଙ୍କର ସାଥ ବି ବର୍ତ୍ତମାନ ସେଇଭଳି। ଆମେ 63 ଜନ୍ମରେ କଣ କରିକି ଆସିଛେ ଆମକୁ ଜଣା ନାହିଁ, କିନ୍ତୁ ଯେହେତୁ ଆମ ସଂସ୍କାର ଖରାପ ହେଇଯାଇଛି, ତ ଆମେ କିଛି ଭୁଲ କରିକି ଆସିଛେ ନିହାତି, ଯୋଉଥିପାଇଁ କି ଆମେ ଦୁଃଖ କଷ୍ଟ ଭୋଗୁଛେ, ଆମର ସଂସ୍କାର ଖରାପ ହେଇଯାଇଛି। ତଥାପି ପରମାତ୍ମାଙ୍କର ସାଥ ମାନେ ରାଜଯୋଗ, ଏଭଳି ଆନାସ୍ଥେସିଆ ବା ଏଭଳି ମେଡିସିନ କଣ ଆମ କଣ ଲାଇଫ ରେ ଯେତେ ବି ଖଣ୍ଡିଆ ଥାଉ ବା ଦୁଃଖ ଥାଉ, ସେ ତାକୁ କଣ କରେ? ହିଲ୍ କରେଇଦବ। ଆଉ ଏଭଳି କରେଇଦବ ଯେ ଆମକୁ ଜଣା ବି ପଡିବ ନାହିଁ, ଖଣ୍ଡିଆ ଅଛି କିନ୍ତୁ ଆମକୁ କଷ୍ଟ ହଉନି, ଏଇଭଳି ଭାବରେ। ତ ତେଣୁକରି ମେଡିଟେସନ ହଉଛି ସବୁ ପ୍ରକାରର କଣ ରୋଗର ଔଷଧ, ହଉଛି କଣ? ମେଡିଟେସନ। ତ ଯୋଉଭଳି ଭାବରେ ଆମେ ଚିନ୍ତନ ମନ୍ଥନ କରିବା, ଭାବିବା, ନିଜର ଭାବନାକୁ କ୍ରିଏଟ କରିବା, ସେଇଭଳି ଭାବରେ ଆମର ଦୁନିଆ ବନିଯିବ। ତେଣୁ ଭଗବାନ ଆମକୁ କଣ କରୁ? ଗୋଟେ ଛୋଟିଆ ଜିନିଷଟେ ଯଦି କିଏ କରିଦେଇଥିବ, ଆମେ ସେଥିରୁ ଜିରାରେ ଶିରା କାଢୁ। କଣ ଯଦି ସେ ଏମିତି କହିଥାନ୍ତା, ସେ ଯଦି ମତେ ଏମିତି କହିଥାନ୍ତେ, ମାନେ କଣ କଣ କୋଉ ଲେବଲ, କୋଉ ବ୍ରାଞ୍ଚ କୁ ଯାଇ ଭାବୁ, ଠିକ ନାହିଁ। କିନ୍ତୁ
ଯେମିତି ଗୋଟେ ଖରାପ ଥଟ୍ ର କୌଣସି ଲିମିଟ ରଖୁନା ସେମିତି ଭଲ ଥଟ୍ ର ବି କୌଣସି ଲିମିଟେସନ ନାହିଁ। ଯେତେ ଚାହିଁବା ନିଜ ପାଇଁ ଭଲ ଥଟ୍ ରଖିପାରିବା। ମୁଁ ହିଁ ପବିତ୍ର ଆତ୍ମା, ମୁଁ ହିଁ ମହାନ ଆତ୍ମା। ହଁ, ମୁଁ ହିଁ କଣ ନିଜ ପାଇଁ ଯେତେ ଭଲ, ମୋ ଲାଇଫ ରେ ସବୁବେଳେ ଭଲ ହିଁ ହଉଛି। ଆଉ ଯାହା ବି ଯେମିତି କି ଆମେ ଜାଣିଲେ ଡ୍ରାମା କଲ୍ୟାଣକାରୀ। ହୁଁ, ତ ତେଣୁ କରି କଣ ଡ୍ରାମା ଅବିନାଶୀ କଲ୍ୟାଣକାରୀ, ଯାହା ହେଇଛି ଭଲ ହେଇଛି, ଯାହା ହଉଛି ଭଲ ହଉଛି, ଆଉ ଯାହା ହବ ଆହୁରି ବଢିଆ ହବ। ତେଣୁ ସବୁବେଳେ ଆମେ କଣ ଭାବିବା, ଆଚ୍ଛା 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 सोचेंगे तो अच्छा बन जाएगा। ତ ତେଣୁ କରି ବର୍ତ୍ତମାନ ପିତା ଆସିକି ଆମକୁ ଏଇଭଳି ପାଠ ପଢଉଛନ୍ତି, ଆଚ୍ଛା ବନଉଛନ୍ତି। ସେଥିପାଇଁ କି କଣ ଆମକୁ କଣ ଭାବିବାର ଅଛି, ଆଚ୍ଛା ହିଁ ଭାବିବାର ଅଛି। ତେଣୁ ଆମେ ଜାଣିଲେ ଗୀତା ଜ୍ଞାନ ବିଷୟରେ, ତାର ରଚୟିତା କିଏ, କେବେ ଦିଆଯାଉଛି, ଆଉ ସେଥିରେ ବର୍ଣ୍ଣିତ ମହାଭାରତ ଯୁଦ୍ଧ ହିଂସକ ନା ଅହିଂସକ ଜାଣିଲେ, ଆଉ କାହା କାହା ମଧ୍ୟରେ ହଉଛି, ଆଉ ବାସ୍ତବରେ ଅର୍ଜୁନ କିଏ କଣ ଜାଣିଲେ? ଅର୍ଜୁନ କିଏ କୁହନ୍ତୁ? ଜି ଜି ଭାଇ କହୁଛନ୍ତି କହିବେ। ଭଉଣୀ ଅର୍ଜୁନ ଆମେ ମାନେ ସମସ୍ତେ। ଜି, ତ ଆମେ ହିଁ ବର୍ତ୍ତମାନ ଆମେ ଆତ୍ମା ହିଁ କଣ ଅର୍ଜୁନ, ଯିଏକି ବର୍ତ୍ତମାନ ଜ୍ଞାନ ଅର୍ଜନ କରୁଛେ ଆମେ। ହୁଁ, ଆଉ ଯୋଉମାନେ ଜ୍ଞାନ ଅର୍ଜନ କରୁନାହାନ୍ତି ସେମାନେ କିଏ? ସେମାନେ କୌରବରେ ଯାଉଛନ୍ତି। ଜ୍ଞାନ ଶୁଣିକି ବି ଶୁଣୁନାହାନ୍ତି, ବିକାର ମୁକ୍ତ ହଉନାହାନ୍ତି। ହୁଁ, ଜି ଆଚ୍ଛା, ତ ଆଉ ଗୋଟେ ଜିନିଷ ଆମେ ନେକ୍ସଟ କୁ ଯିବା, ଯେମିତି କି ସବୁ ଜିନିଷର ରୁଲ ଆଣ୍ଡ ରେଗୁଲେସନ୍ସ ଥାଏ, ସେମିତି ଆମେ ବର୍ତ୍ତମାନ କଣ ଶିଖୁଛେ, ରାଜଯୋଗ ମେଡିଟେସନ। ତ ରାଜଯୋଗ ମେଡିଟେସନ କଣ, କାହିଁକି ଆମେ ରାଜଯୋଗ କହୁଛେ ନା, ଫାର୍ଷ୍ଟ ଥିଙ୍ଗ ହେଲା ସବୁ ଯୋଗ ଭିତରେ ଶ୍ରେଷ୍ଠ। ଆଉ କଣ ନା, ଆମକୁ ଏଇ ଯୋଉ ମେଡିଟେସନ ଆମେ କରୁଛେ କେମିତି ନା ଆତ୍ମା ଭାବି ପରମାତ୍ମାଙ୍କୁ ୟାଦ କରୁଛେ। ତ ଏଇ ଆତ୍ମା ଭାବେ ନିଜକୁ ଆମେ ଯୋଉ ପରମାତ୍ମାଙ୍କୁ ୟାଦ କରୁଛେ, ଏଇଟା ହିଁ କୁହାଯାଉଛି ରାଜଯୋଗ। କାହିଁକି ନା ଏଇ ଯୋଗ ଦ୍ଵାରା ଆମେ କଣ ବନୁଛେ, ବିଶ୍ୱର ମହାରାଜା ମହାରାଣୀ ବନୁଛେ ନା, ଆମକୁ ରାଜା ବନଉଛି। ତେଣୁ କରି ଆକୁ ରାଜଯୋଗ କୁହାଯାଉଛି। ତ ରାଜଭୋଗ ଏଇ ରାଜଯୋଗ ଦ୍ଵାରା ହିଁ ଆମକୁ ମିଳୁଛି। କୋଉଠୁ ମିଳୁଛି? ସତ୍ୟ ତ୍ରିତ୍ୟାରେ ମିଳୁଛି ରାଜଭୋଗ। ତ କୋଉଥିରୁ ମିଳୁଛି? ଏଇ ମେଡିଟେସନ ଦ୍ଵାରା। କାହିଁକି ନା ଜ୍ଞାନ ଆମେ ଶୁଣିବା, ଜ୍ଞାନ ଶୁଣୁଛେ, ତ ଜ୍ଞାନକୁ କଣ କରିବା, ସ୍ମୃତିରେ ରଖିବା, ସ୍ମୃତି ସ୍ୱରୂପ ବନିବା। ଯାହା ବି ପଢୁଛେ ତାକୁ ମନେ ରଖିବା। ଆଉ ଆମେ ପରମାତ୍ମାଙ୍କୁ ୟାଦ କରୁଛେ କେମିତି, ଜ୍ଞାନ ଆଧାରରେ। ଭଗବାନ ତ କଣ ପରମାତ୍ମା ରହିଲେ ପରମ ଧାମରେ, ଆମେ ରହିଲେ ଶରୀର ଧାରଣ କରି ମନୁଷ୍ୟ ଲୋକରେ। ଆମେ 83 ଜନ୍ମ ହେଲାଣି ପରମାତ୍ମାଙ୍କୁ ଦେଖିନେ କି ଜାଣିନେ। 84 ଜନ୍ମରେ ତାଙ୍କ ସହିତ ଆମେ ଭେଟୁଛେ। ତ ସେ କେମିତି, ହଁ କେମିତି ବୁଝୁଛେ, ଆମେ ନିଜେ କେମିତି କେମିତି ବୁଝୁଛେ, ଜ୍ଞାନ ଆଧାରରେ। ତ ଯୋଉ ଜ୍ଞାନ ଆମକୁ ପରମାତ୍ମା ଦଉଛନ୍ତି, ସେଇ ଆଧାରରେ ଆମେ ନିଜକୁ ବୁଝୁଛେ, ତା ସହିତ ପରମାତ୍ମାଙ୍କୁ ବି ବୁଝୁଛେ। ସବୁ ଜିନିଷ ଜ୍ଞାନ ଆଧାରରେ ବୁଝୁଛେ। ତେଣୁ କରି ଜ୍ଞାନକୁ କଣ କରିବାର ଅଛି, ମନେ ରଖିବାର ଅଛି। ମନେ ରଖିକି ଆମେ କଣ କରିବା, ଜ୍ଞାନ ଆଧାରରେ ପରମାତ୍ମାଙ୍କୁ ୟାଦ କରୁଛେ। ତ ତେଣୁ କରି କଣ ଜ୍ଞାନ ଆଧାରରେ ପରମାତ୍ମାକୁ ୟାଦ କରୁଛେ, ଆଉ ଯୋଉଟାକୁ କୁହାଯାଉଛି ରାଜଯୋଗ। ଆଉ ଯାହା ଦ୍ୱାରା କି ଆମକୁ କଣ ପ୍ରାପ୍ତି ହଉଛି, ରାଜଭୋଗ ପ୍ରାପ୍ତି ହଉଛି ସତ୍ୟ ତ୍ରେତୟାରେ। ତ ସବୁ ଜିନିଷରେ ଯେମିତି କି ରୁଲ ଆଣ୍ଡ ରେଗୁଲେସନ୍ସ ଥାଏ, ତ ଆମେ ବି କଣ କରୁଛେ, ମେଡିଟେସନ କରୁଛେ। ତ ତାର ବି କଣ ରହିଛି, 4ଟି ପିଲାର ବା ନିୟମ ରହିଛି। କଣ ନା, ଫର୍ଷ୍ଟ ହେଲା ବ୍ରହ୍ମଚର୍ୟ, ସେକେଣ୍ଡ ଶୁଦ୍ଧ ଭୋଜନ, ଥାର୍ଡ ସତ୍ସଙ୍ଗ, ଫୋର୍ଥ ଦିବ୍ୟ ଗୁଣ। ତ ତେଣୁ କରି ଫର୍ଷ୍ଟ ହେଲା କଣ, ବ୍ରହ୍ମଚର୍ୟ ବା ପବିତ୍ରତା, ଦେନ୍ ସେକେଣ୍ଡ ହେଲା ଶୁଦ୍ଧ ଭୋଜନ, ଥାର୍ଡ ସତ୍ସଙ୍ଗ, ଫୋର୍ଥ ଦିବ୍ୟ ଗୁଣ। ତ ଏଇ 4ଟା ଯାକ ଆମେ, ଯେହେତୁ ତ ଆଜି ଟାଇମ ହେଇଗଲାଣି, ତ ଆମେ ଏଇ 4ଟା ଯାକ କାଲି ଡିଟେଲ୍ସ ରେ ଆମେ ଜଲ୍ଦି ଜଏନ୍ କରିବା, ଆଉ କାଲି ଟପିକ କମ୍ପ୍ଲିଟ କରିବା ନିହାତି ଭାବରେ। ତ କାଲି ଆମେ ଡିଟେଲ୍ସ ରେ ଆମେ ଏଇଟା ବୁଝିବା ଯେ ରାଜଯୋଗର 4ଟା ପିଲାର କଣ ଜାଣିଲେ, ଆଉ ତାର ଅର୍ଥ କଣ ରହିଛି। ବାକି ଆଉ ଗୋଟେ ନେକ୍ସଟ ଅଛି, ଆଉ 2-3ଟା କ୍ଲାସ ଆପଣଙ୍କର ଏଇ କୋର୍ସ ଟା କମ୍ପ୍ଲିଟ ହବ। ତା ସହିତ ତାପରେ ଆପଣଙ୍କର ରିଭାଇଜ ଗୋଟେ ବି ରଖିବାର, ଯାହାବି ଆମେ ପଢିଲେ ଷ୍ଟାର୍ଟିଂ ରୁ ଏଣ୍ଡିଂ ଯାଏ। ତାପରେ ଆମେ ପରମାତ୍ମାଙ୍କର ମହାବାକ୍ୟ ବି ଶୁଣିବା। ଜି
ଆଉ ଗୋଟେ ଜିନିଷ ଆମେ ଜାଣିବା କଣ, ଯେମିତି କି ଆମେ ଜାଣିଛେ ଯେ କଣ, ଯେତେବେଳେ ଆମେ ଗଙ୍ଗାରେ ବୁଡ ପକାଉ କାହିଁକି ନା ଜନ୍ମ ଜନ୍ମର ପାପ ଧୋଇ ହେଇଯିବ ବୋଲି। ହୁଁ। ତ ଗୋଟେ ଜିନିଷ ହେଲା, ଆମେ କଣ କରିବା, ସପୋଜ ମୁଁ କାହାକୁ ଗୋଟେ ଜୀବନରୁ ମାରିଦେଲି, ତାପରେ ଯାଇ ଗଙ୍ଗାରେ ବୁଡ ପକେଇବି, ମୋ ପାପ ଧୋଇ ହେଇଗଲା। ଯଦି ମୁଁ ଭାବିବି ତାହେଲେ ଯାହାକୁ ମୁଁ ମାରିଲି ତା ସହିତ ଜଷ୍ଟିଫାଏଡ ହେଲା କି, ଉଚିତ ନ୍ୟାୟ ହେଲା କି? କିନ୍ତୁ ତା ସହିତ ନ୍ୟାୟ ହବ କଣ, ମୁଁ ଯେମିତି ତାଙ୍କୁ ହତ୍ୟା କଲି ସେମିତି ମୋ ସହିତ ବି ସେମ ଜିନିଷ ଘଟିବ। ଏଇଟା କଣ, ଆଜ ୟୁ ସୋ ସୋ ୟୁ ରିପ୍, ଯେମିତି ବୁଣିବ ସେମିତି କାଟିବ। ମୁଁ ଯୋଉ ଜିନିଷ ବୁଣିଲି ତାକୁ ମୁଁ ହିଁ କାଟିବି। ଏଇଟା ଆମେ ଜାଣିଲେ କର୍ମ ରିଟର୍ନ। ଆମେ ଯାହା ବି କର୍ମ କରିବା କଣ, ଏଇ ଶରୀର ମାଧ୍ୟମରେ ହିଁ ତା ରେଜଲ୍ଟ ଟାକୁ ଭୋଗିବା। ତ ତେଣୁକରି ଆମେ କଣ, ଆଗରୁ ଆମର ବିଲିଫ କଣ ଥିଲା, ଯାହା ବି ଆମେ କଣ କରୁଛେ, ଭୁଲ କାମ କରୁଛେ, ପାପ କରୁଛେ, ଆମେ ଯାଇ ଗଙ୍ଗାରେ ବୁଡ ପକେଇଦେଲେ ଜନ୍ମ ଜନ୍ମାନ୍ତରର ପାପ ଧୋଇ ହେଇଯିବ। ତ ଫାର୍ଷ୍ଟ ଥିଙ୍ଗ ହେଲା କଣ, ଯଦି ଆମେ ସେମିତି କରିବା ତାହେଲେ ଆମେ ଯେତେବେଳେ ଆମ ସହିତ କିଏ ଭୁଲ କରୁଛି ଆମେ ତାକୁ କଣ କହୁଛେ, ଆମ ଭିତରୁ କଣ ଆସୁଛି, ମୋ ସହିତ ଯିଏ ଯେମିତି କଲା ତା ସହିତ ସେମିତି ହବ, ଆମ ଭିତରୁ ଆସୁଛି। ତ ଆମେ ଯାହା ସହିତ ଅନ୍ୟାୟ କଲେ ତା ମନରେ କଣ ସେ ଆସୁନଥିବ, ଫାର୍ଷ୍ଟ ଥିଙ୍ଗ। ସେକେଣ୍ଡ ଥିଙ୍ଗ ହେଲା, ଯଦି ଆମେ ଗଙ୍ଗାରେ ଯାଇ ବୁଡ ପକେଇଦବା ପାପ ଧୋଇ ହେଇଯିବ, ତ ଯାହା ସହିତ ତ ଆମେ ଅନ୍ୟାୟ କରୁଛେ ଫାର୍ଷ୍ଟ ତା ସହିତ ନ୍ୟାୟ ହେଲାନି। ଆଉ ଥର୍ଡ ଥିଙ୍ଗ କଣ ହେଲା, ଗଙ୍ଗାରେ ଯଦି ପାପ ଧୋଇ ହେଇଯାଉଥାନ୍ତା ତାହେଲେ ଆମ ଲାଇଫ ର ଦୁଃଖ ଦୂର ହେଇଯାଆନ୍ତା। ଯଦି ଗଙ୍ଗାରେ ଯାଇ ବୁଡ ପକଉଛେ ତାପରେ ଆସିକି ଆମ ଲାଇଫରେ କଣ କିଛି ପ୍ରୋବ୍ଲେମ ହଉନି, ଆମେ ଦୁଃଖ କଷ୍ଟ ଭୋଗୁନେ, ସିଚୁଏସନ ଫେସ୍ କରୁନେ। ତ ତେଣୁକରି କଣ ନା, ଗଙ୍ଗାରେ ବୁଡ ପକେଇଲେ ଜନ୍ମ ଜନ୍ମର ପାପ ଧୋଇ ହୁଏ ନାହିଁ। ସେ କାହାକୁ ଧୁଏ? ଆଉ ଗୋଟେ କଥା ହେଲା, ଯଦି ଗଙ୍ଗାରେ ପାପ ଧୋଇ ଯାଇଥାନ୍ତା, ଏମିତି ଗଙ୍ଗା ତ କୁଆଡେ କୁଆଡେ ବହିଛି, ତ ତେଣୁକରି କଣ, ସେ ସବୁ ଜାଗାକୁ ପବିତ୍ର କରିଦେଇ ପଳାନ୍ତା। କୁଆଡେ କୁଆଡେ ଯାଇକି କୋଉ କୋଉ ଆଡେ ବହିଛି, ନା ଅଲଗା ହେଇପାରେ କିନ୍ତୁ ନଦୀ ତ ପରସ୍ପର କଣ କନେକ୍ଟେଡ ନା, ସେ କୁଆଡେ କୁଆଡେ ଯାଇକି ବହିଛି, ତ ସବୁ ଜାଗା ପବିତ୍ର ହେଇଯାନ୍ତା ଅଟୋମେଟିକାଲି। ପାପ ଧୋଇ ହେଇଗଲେ ତ ମଣିଷ ପବିତ୍ର, ଆଉ କଣ। ତ ତେଣୁକରି କଣ ନା, ଯଦି ଆମେ ପାଣି ରୂପକ ଜଳ ରୂପକ ଗଙ୍ଗାରେ ସ୍ନାନ କରୁଛେ, ସେ କଣ ଧୋଇବ, ଦେହର ମଇଳା ହିଁ ଧୋଇବ। କିନ୍ତୁ ଜଳକୁ, ମୁଁ ଜଳଙ୍କ ସହିତ ଅନ୍ୟାୟ କରିଛି ଏମିତି ଯଦି ଆମେ କହିବା ଯେ ଅନ୍ୟାୟ କରିବା ଯେ ଗଙ୍ଗାରେ ବୁଡ ପକେଇଦବା, ତାହେଲେ ଯାହା ସହିତ ଅନ୍ୟାୟ ହଉଛି ସେଟା କେତେ ଦୂର ଜଷ୍ଟିଫାଏଡ ହବ, କେତେ ଦୂର ନ୍ୟାୟଯୁକ୍ତ ହବ, କେବେ ହେଇପାରିବ? ତାପରେ ଆଉ ଗୋଟେ କଥା, ଯଦି ଗଙ୍ଗାରେ ବୁଡ ପକେଇଲେ ପାପ ସବୁ ଧୋଇ ଯାଉଥିଲା, ଲୋକମାନେ ଦୁଃଖ କଷ୍ଟ କାହିଁ ଭୋଗୁଛନ୍ତି? କାହାକୁ ଜଣା ନାହିଁ? ସମସ୍ତଙ୍କୁ ଜଣା ଅଛି ଗଙ୍ଗାରେ ବୁଡ ପକେଇଲେ କଣ ହବ, ପାପ ଧୋଇ ହେଇଯିବ। ତାପରେ ବି ଦୁନିଆ ଲୋକ ଦୁଃଖ କଷ୍ଟ ରୋଗ ଭୋଗରେ କାହିଁକି ଆସୁଛନ୍ତି? ତା ମାନେ କଣ, ଗଙ୍ଗାର ଯୋଉ ଜଳ ରୂପକ ଗଙ୍ଗା, ସେ କଣ କରେ, ଦେହର ମଇଳାକୁ ଧୁଏ, ଆତ୍ମାର ମଇଳାକୁ ନୁହେଁ। ଆଉ ଦେହରେ କୌଣସି ମଇଳା ଲାଗିନି, ପାପ ରୂପକ ମଇଳା ଦେହରେ ଲାଗିନି, କାରଣ ଦେହଟା ହଉଛି କଣ, ଆତ୍ମା ବିନା କଣ, ଡେଡ କହୁନା, ନନ୍ ଲିଭିଂ ଥିଙ୍ଗ, ତା ଦେହରେ ଜୀବନ ନାହିଁ। କେତେବେଳେ ଜୀବନ ନା, ଆତ୍ମା ଯେତେବେଳେ ଅଛି। ତେଣୁ ଶରୀରଟା ଗୋଟେ କଣ୍ଢେଇ ସଦୃଶ, ମେସିନ ସଦୃଶ, ତାର ନିଜର କିଛି ନାହିଁ। ତେଣୁକରି କଳଙ୍କ କୋଉଥିରେ ଲାଗେ, ପାପ କୋଉଥିରେ ଲାଗେ, ମୁଁ ଆତ୍ମା ଏ ଶରୀର ଦ୍ଵାରା କରେ, ମୁଁ ପଛରେ ରହିକି କଣ କରେ, ଏ ଶରୀର ଦ୍ଵାରା କରେ। ତେଣୁ ଶରୀରର କୌଣସି ଭୂମିକା ନାହିଁ, ପାପ କୋଉଠି ଲାଗିବ, ମୋଠି ଲାଗିବ, ଆତ୍ମାରେ ଲାଗିବ। ତେଣୁ ଆତ୍ମାରୁ ପାପ ଛଡେଇବାକୁ ହେଲେ ତାକୁ କଣ ଦରକାର, ପରମାତ୍ମାଙ୍କର ୟାଦ ଦରକାର, ଜ୍ଞାନ ରୂପକ ଗଙ୍ଗା ଦରକାର, ନା କି ଜଳ ରୂପକ ଗଙ୍ଗା। ତ ତେଣୁକରି ଜ୍ଞାନ ରୂପକ ଗଙ୍ଗାରେ ଡୁବକି ମାରିଲେ ହିଁ ଆତ୍ମାକୁ କଣ ହବ, ସେଲ୍ଫ ରିୟଲାଇଜେସନ, ସେ ଯାହା ଭୁଲ କରିଛି ସେଥିପାଇଁ କି ସେ କଣ, ସେ ଜିନିଷକୁ ବୁଝିବ ନା ନିହାତି ଭାବରେ। ଆମେ ଶରୀର ଭାନରେ ଆସିକି ଛୋଟ ମୋଟ ଭୁଲକୁ ଧରିବା ଯଦି, ଆଉ 2 ମିନିଟ କ୍ଲାସ କରିବା, ବନ୍ଦ କରିବା। ତ ଛୋଟ ମୋଟ ଜିନିଷକୁ ଆମେ ଯଦି ଏକ୍ସାମ୍ପଲରେ ନବା, ମୁଁ ଯେତେବେଳେ ଦେହ ଭାନରେ ଆସିଯାଉଛି, ଶରୀର ଭାବି ନଉଛି, ତାହେଲେ ସୁନ୍ଦର ଅସୁନ୍ଦର କଣ ମୋ ଭିତରେ ଥଟ ଆସିଯାଉଛି। ତ ସେତେବେଳେ ଯଦି ମୋ ଶରୀରକୁ କିଏ କଣ କହିଲା, ଏଇଟା ମୋଟି ଅଛି କି ପତଳା ଅଛି କି କାଳି ଅଛି, ତ ମତେ ନିହାତି କଷ୍ଟ ହବ ନା ନାଇଁ? ଆଉ ଗୋଟେ କଥା, ଯିଏ ବି କହୁଛି ସେ କାହାକୁ ଦେଖି କହୁଛି, ତା ଶରୀରକୁ ଦେଖି କହୁଛି ନିହାତି ଭାବରେ, ଆତ୍ମାକୁ ଦେଖି ଥୋଡି କହୁଛି। ତ ଶରୀର ଭାନରେ ଆସିଲେ ହିଁ ଭୁଲ ହୁଏ, ମଣିଷ ଦ୍ଵାରା କଣ ହୁଏ, ଆତ୍ମା ଦ୍ଵାରା ପାପ ହୁଏ।
तो तेणु करी वर्तमान कौन आमे ज्ञान रूपक गंगारे जदि डुबकी मारिबा ताहले कौन ज्ञान को जेतेबेले ग्रहण करिबा बुद्धि ज्ञान को ग्रहण कले ही बुद्धि रे परिवर्तन आसीबो आउ तार भूल से निजे रियलाइज करिवो आ परिवर्तन पई पुरुषार्थ करिवो तो तेणु करी परिवर्तन पई पुरुषार्थ कले जेतेबेले भूलटा रियलाइज होला जे मु भूल करिछि ताको निजे परिवर्तन करिया पई कि कोन ज्ञान आधार रे निजे परिवर्तन करिवो परिवर्तन कले ही पाप दूर हबो दुख दूर हबो कष्ट दूर हबो तो तेणु करी कौनसी जल रूपक गंगा रे आमे डुबकी लगेले केवल देहर कोन हबो मैला दूर हबो आउ एबे जो गंगा असना हेछि सेते देहर मैला भी धोई हबो किंतु आत्मार मैला केमती धोई हबो ना ज्ञान रूपक गंगा रे डुबकी लगेले ही कोन हबो आत्मार मैला धोई हे परिबो जल रूपक गंगा नुहे जी जानिले आमे एटा आमे निहाती मन रखिबा आउ टिके भी जदि बुझिबा कले ठीक अछि तो एटा आमे मन रखिबा निहाती भाबरे जी बहुत बहुत शुक्रिया तो आज आमे कोन नबा शोमान आज आमे कोन नेबा आपण माने कहंतु आमे तेते शोमान कोन अभ्यास कलेनी कोन नबा कहंतु ना अच्छा हो आज आमे दे जिबा कि कोन मैं जी निर्भय जी आत्मा हूँ। मैं निर्भय आत्मा हूँ। अच्छा अच्छा बहुत बहुत शुक्रिया भौणी जी निहाती भाबरे परमात्मा को पाइला परे आउ हमर लाइफ रे भय कोन काहे ना जो पाप कर्म भी हम द्वारा हेछि आगुन ताको भी तो हमें कोन करूछे ज्ञान जोग द्वारा काटुछे ना तेणु भय मनीष को केतेबेले आछे जेतेबेले भूल करिथाय अब आमे तो सरेंडर बच्चा आमे तो परिवर्तनशील बच्चा तो तेणु करी हमर आउ किछि भय भी नै आ जे कोनोसी नुवा जिंस पय आमे अटेंड भी करूछे आम सहित किए अछंती परमात्मा अछंती तेणु गोटे भल स्टेप नवा पय गुड स्टेप नवा पय निजको परिवर्तन करिया पय कोन आमे निजको आगभर करूछे सेति पय परमात्मा भी हमर साथ दउछन तेणु भयर कोनोसी कथा ही नै सो मैं निर्भय आत्मा हूँ बहुत बहुत शुक्रिया भौणी जी शुक्रिया सभी भाई बहनों को ओम शांति भौणी शुक्रिया बाबा शुक्रिया सभी भाई बहन शुक्रिया बहन मनोरमा बहन बहुत बहुत धन्यवाद अच्छा केही भी जानतुनी भौणी को तो अशेष अशेष धन्यवाद किंतु आमे 2 मिनिट भगवान को शुक्रिया करके जिबा विभूति भाई जी जी शुक्रिया भाई जी शुक्रिया शुक्रिया सभी भाई बहनों को बहुत बहुत धन्यवाद अच्छा काली आमे पुणी 9टारे समस्ते आकुरेट 9टारे जॉइन करिबा भौणी आज जहा पढ़ेले सारा दिन टिके चिंतन मंथन करिवे आउ खाइबा समय रे भगवान को टिके याद करके खाइबे शुक्रिया करके धन्यवाद करके तो फिर वो खाद्य प्रसाद बनी जीव आउ सोइबा समय रे भगवान को गुड नाइट कहि कि सोइबा आखि खोलिले भगवान को गुड मॉर्निंग कहिबा बहुत बहुत धन्यवाद सभी भाई भौणी को गुड नाइट।